99% ଜିତିବା ମ୍ୟାଚ୍ରେ ଆଣ୍ଠେଇଲା ଭାରତୀୟ ଦଳ। 17 ବର୍ଷ ପରେ ହାରିଲା ଭାରତୀୟ ଦଳ। ନୂଆ ରେକର୍ଡ ରଚିଲେ ଶ୍ରୀଲଙ୍କା। ରାଗିଲେ ଗୌତମ ଗମ୍ଭୀର। ଏଇଠୁ ହାରିଲୁ ଆମେ, ଶେଷରେ କାନ୍ଦିଲେ ଭାରତୀୟ ଦଳ। 249 ରନ୍ର ବିଜୟୀ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଭାରତୀୟ ଦଳ 26 ଓଭର ଗୋଟିଏ ବଲ୍ ଖେଳି 138 ରନ୍ କରି ଅଲ୍ ଆଉଟ୍ ହୋଇଗଲା। ଶ୍ରୀଲଙ୍କାଠାରୁ ଭାରତୀୟ ଦଳ ଲଜ୍ଜାଜନକ ଭାବେ 110 ରନ୍ରେ ପରାସ୍ତ ହେଲା। ଇତିହାସରେ ହେଲା ପ୍ରଥମ ଥର ଏମିତି। ତେବେ ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ବିଷୟରେ। ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ 3 ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯାଉଥିବା ବେଳେ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କାଠାରୁ ଲଜ୍ଜାଜନକ ପରାସ୍ତ ଭୋଗିଛି। ଏହି ମ୍ୟାଚ୍ରେ ଶ୍ରୀଲଙ୍କା ଦଳ ପ୍ରଥମେ ବ୍ୟାଟିଂ କରିଥିଲେ। ଏହି ମ୍ୟାଚ୍ରେ ଶ୍ରୀଲଙ୍କା ଦଳ ନିର୍ଦ୍ଧାରିତ 50 ଓଭର ବ୍ୟାଟିଂ କରି 7 ୱିକେଟ୍ ହରାଇ 248 ରନ୍ ସଂଗ୍ରହ କରିପାରିଥିଲା। ଅଭିଷେକ ଫର୍ଣ୍ଣାଣ୍ଡୋ 96 ରନ୍ର ଇନିଂସ ଖେଳିଥିଲେ। ଏହାର ଜବାବରେ ଭାରତୀୟ ଦଳ 26 ଓଭର ଗୋଟିଏ ବଲ୍ ଖେଳି 138 ରନ୍ କରି ଅଲ୍ ଆଉଟ୍ ହୋଇଗଲା। ତେଣୁ 3 ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ଶ୍ରୀଲଙ୍କା ଦଳ 2-1ରେ ହାତେଇ ନେଇଛି। ତ ଫ୍ରେଣ୍ଡ, ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ।